ମୁଁ ଆପଣଙ୍କର ବାଇଟ୍ରେ ବି କହିଥିଲି ଯେ ଝିଅ ବଞ୍ଚିଲେ ସତ ଖବର ବାହାରିବ। କେଜାଣି ତାଙ୍କୁ ଜଣାପଡ଼ିଲା କି କ'ଣ ମୋତେ ଲାଗୁଛି ତାଙ୍କୁ ସେ ମାରିଦେଲେ। କାଲି ରାତି 11:30 ବେଳେ ଡିକ୍ଲେୟାର କଲେ ଏମ୍ସ କର୍ତ୍ତୃପକ୍ଷ ଡକ୍ଟରମାନେ ଯେ ମୃତ୍ୟୁ ଘୋଷଣା କଲେ। ତତ୍କ୍ଷଣାତ୍ ଆମେ ଯୁବ ଛାତ୍ର ଯାଇ ପହଞ୍ଚିଥିଲୁ ଏବଂ ପହଞ୍ଚିଲା ପ୍ରତିବାଦ କରିବା ବେଳେ ଯେତେବେଳେ ପଛ ବାଟେ ସେ ସବୁକୁ ନେଉଥିଲେ ପ୍ରତିବାଦ କଲାବେଳେ ଆମକୁ ମାରାତ୍ମକ ଆକ୍ରମଣ କଲେ, ସାର୍ଟ ଚିରିଲେ, ଆମ ବେକକୁ ଧରି ମାରିକି ଫୋପାଡ଼ିଲେ। ପୋଲିସ ତାଙ୍କ ଗୁଣ୍ଡା ସାଜିଲା। କାଲି ଗୁଣ୍ଡା ସାଜିକି ଶବକୁ ପଛପଟେ ନେଇ ପୋଷ୍ଟମର୍ଟମ କଲା। ରାତି କରି ପୁରୀକି ନେଇଯିବା ପାଇଁ ଚେଷ୍ଟା କରୁଥିଲା। ହେଲେ ଏ ବିଜୁ ଜନତା ଦଳ ପ୍ରତିବାଦରେ ଆଜି ସେ ଛୁଆ ତାର ଆତ୍ମୀୟ ସ୍ୱଜନ ଘରେ ପହଞ୍ଚିକି ଆଜି ଶବ ଆଜି ଦଳା ହେଇଛି। କିନ୍ତୁ ମୁଁ କହିବାକୁ ଚାହେଁ ଯେ ଯେଉଁ ବିଜେପି ସରକାର ଯେ ତାଙ୍କର ବାପା ମାଆଙ୍କୁ ଉସ୍କେଇକି ଯେ ପୁଣି ତାଙ୍କ ମାଇଣ୍ଡ ଚେଞ୍ଜ କରି ପଇସା ଦେଇ ଚେଷ୍ଟା କରୁଛି ଚେଞ୍ଜ କରିବା ପାଇଁ, ମୁଁ ଏତିକି ଅନୁରୋଧ କରୁଛି ସେ ବାପା ମାଆଙ୍କୁ ଯେ ପ୍ରକୃତ ଯଦି ସେ ଝିଅ ନ୍ୟାୟ ପାଇବା ପାଇଁ ପ୍ରକୃତ ଯଦି ଆପଣ ଚାହୁଁଛନ୍ତି ତାହେଲେ ମୁଁ ଆପଣଙ୍କୁ ଏଇଠି ଗୋଟେ ଆପଣଙ୍କ ପୁଅ ହିସାବରେ ମୁଁ ଅନୁରୋଧ କରୁଛି ଯେ ସେ ଆପଣଙ୍କ ଝିଅ ନୁହେଁ, ସେ ସାରା ଓଡ଼ିଶାର ଝିଅ, ସାରା ଓଡ଼ିଶାର ଭଉଣୀ, ତ ସାରା ଓଡ଼ିଶାର ଛାତ୍ର। ତେଣୁ ତାଙ୍କ ପାଇଁ ଯଦି ପ୍ରକୃତ ଚାହୁଁଛନ୍ତି ଆପଣଙ୍କ ଝିଅ ଆତ୍ମାର ସଦ୍ଗତି ହେଉ, ଶାନ୍ତି ମିଳୁ, ତାହେଲେ ଆପଣ ଏ ଲଢ଼େଇରେ ଜାରି ରୁହନ୍ତୁ। କେବେ ମୁଣ୍ଡ ବିକନ୍ତୁ ନାହିଁ ନା କାହା କଥାରେ ପ୍ରତିଫଳିତ ହେଇ ଆପଣ ଝିଅ ନ୍ୟାୟକୁ ଚପାଇ ଦିଅନ୍ତୁ ନାହିଁ। ଏତିକି ମୁଁ ଆପଣଙ୍କ କତିରେ ଅନୁରୋଧ କରୁଛି। ଆଉ ଗୋଟେ କଥା କହିବାକୁ ଚାହେଁ ଯେ ଏ ଯେଉଁ ବିଜେପି ସରକାର କହୁଥିଲେ ଯେ ଝିଅ ଇମ୍ପ୍ରୁଭମେଣ୍ଟ କରୁଛି ତାଙ୍କ ପାଇଁ ସବୁ ଡକ୍ଟର ଟିମ୍ ଲାଗିଛନ୍ତି, ଗଠନ ଚାଲିଛି। ତାହେଲେ ତୁମର ଏ ଯେଉଁ ଗଠନ ମିଛୁଆ କଥା, ତୁମେ ଦୁଇ ଥର ମିଛ ଯେଉଁ ବାରମ୍ବାର ମିଛ କହିକି ଡବଲ ଇଞ୍ଜିନ୍ କହିକି ସରକାରକୁ ଆଇଲ, ଓଡ଼ିଆ ଅସ୍ମିତା କହି ସରକାରକୁ ଆଇଲ। ଏ ମିଛ ଯେଉଁ କହୁଥିଲ ଏବେ ଓଡ଼ିଶାବାସୀ ଜାଣିସାରିଲେ ସେ ଯେଉଁ ମିଛ ଆପଣଙ୍କ 2-3 ଦିନ ଥିଲା ସେ ଥିଲା କେବଳ ଆପଣଙ୍କର ରାଷ୍ଟ୍ରପତି ଏ ପ୍ରେସିଡେଣ୍ଟ ଆସିବା ପାଇଁ ଓଡ଼ିଶାକୁ ତାଙ୍କ ଗସ୍ତ ଯେହେତୁ ଥିଲା ସେଥିପାଇଁ ଆପଣମାନେ ପୁରା ମିଛ କହୁଥିଲେ, ନାଟକ କରୁଥିଲେ, ଅଭିନୟ କରୁଥିଲେ। ଓଡ଼ିଶାକୁ ଆପଣ ଓଡ଼ିଶାର ଇମୋସନ୍ ସାଙ୍ଗରେ ଖେଳିଲେ। ଆଜି ହିଁ ଧରାପଡ଼ିଲା ଯେମିତି ଆପଣଙ୍କର ପ୍ରେସିଡେଣ୍ଟ ପଳେଇଗଲେ, ରାତିରେ ମୃତ୍ୟୁ ଘୋଷଣା ହେଲା। ସମସ୍ତେ ଜାଣିଥିଲେ ଯେ ସେ 2 ଦିନ ପୂର୍ବରୁ ମୃତ୍ୟୁ ହେଇଯାଇଛି ବୋଲି, କିନ୍ତୁ ସେଇଟା ସତ୍ୟତା କାଲି ରାତିରେ ଜଣାପଡ଼ିଲା। କାରଣ ସେ କାଲି ରାତିରେ ଏଇଥିପାଇଁ ଘୋଷଣା କଲେ ପଛପଟେ ଏମ୍ସର ଲାଶକୁ ନେଇଯାଉଥିଲେ। ଆମେମାନେ ପ୍ରତିବାଦ କରିବାରୁ ଆଜି ଏ ଯେଉଁ ଦେଖୁଛନ୍ତି ଆଜି ଯେଉଁ କ୍ୟାଣ୍ଡେଲ ଯାତ୍ରା ହେଲା, ଏ କ୍ୟାଣ୍ଡେଲ ଯାତ୍ରା କେବଳ ଶାନ୍ତିପୂର୍ଣ୍ଣ କ୍ୟାଣ୍ଡେଲଟା ବିଜୁ ଜନତା ଦଳ କଲା ସେ ଝିଅର ଶାନ୍ତିପୂର୍ଣ୍ଣ ତାର ସଦ୍ଗତି ପାଇଁ। ସେଥିପାଇଁ ଆମେ ଚାହୁଁଛୁ ଏ ସରକାର ଯଦି ତୁମେ ସରକାର ନ ଚଳିପାରୁଛ ତାହେଲେ ସରକାର ତୁମେ ଗାଦି ଛାଡ଼। ଏ ସୂର୍ଯ୍ୟବଂଶୀ ସୁରଜ ତୁମକୁ ଯଦି ଗୋଟେ ଭଉଣୀ ଟ୍ୱିଟ୍ କଲା, କାଲି ସକାଳେ ତୁମେ ସମବେଦନା ଜଣେଇଲ ଯେ ଦୁଃଖ ପ୍ରକାଶ କଲ, ହେଲେ ଯେତେବେଳେ ସେ ଝିଅ ବଞ୍ଚିଥିଲା ଆପଣଙ୍କୁ କୋହ ଭରା କାନ୍ଦରେ ସେ ଲେଟର ଲେଖିକି ଆପଣଙ୍କୁ ଟ୍ୱିଟ୍ କରିଥିଲା, ସେତେବେଳେ ଆପଣ ଟ୍ୱିଟ୍ ଦେଖିପାରୁନଥିଲେ। କାହିଁକି ଦେଖିପାରୁନଥିଲେ? ଏବେ ସମବେଦନା ଜଣାଇବା ପାଇଁ ଆପଣଙ୍କ ମୋତେ ସମୟ ମିଳିଲା। ତତ୍କ୍ଷଣାତ ଟ୍ୱିଟ୍ ଯେତେବେଳେ ହେଲା ଯେ ମୃତ୍ୟୁ ଘୋଷଣା ହେଲା, ସାଙ୍ଗେ ସାଙ୍ଗେ ଆପଣମାନେ ଆସିକିନା ପ୍ରଭାତୀ ପରିଡ଼ା ଏବଂ ସମସ୍ତେ ଆପଣଙ୍କର କର୍ତ୍ତୃପକ୍ଷ ସମସ୍ତେ ଆସିକି ତାକୁ ସମବେଦନା ଜଣାଇଲେ, ଦୁଃଖ ପ୍ରକାଶ କଲେ। ଇଏ ସବୁ ରୋଲ୍ ଆପଣଙ୍କ ରୋଲ୍ ଏ 4.5 କୋଟି ଓଡ଼ିଆ ଜାଣିସାରିଲେଣି। ଏ ଆଦାନୀ ଅମ୍ବାନୀ ଗୁଜୁରାଟ ଶାସନ ଆଉ ଚଳିବନି। ଆର ନିଶ୍ଚିନ୍ତ ପ୍ରତିବାଦରେ ଏ ଲଢ଼େଇ ଆରମ୍ଭ ହେଲା, ଏ ଆରମ୍ଭ ଚାଲିବ। ଏଇଟା ପଲ୍ଲୀ କତରୁ ଦିଲ୍ଲୀ ଯାଙ୍ଗେ।